ପିଲାମାନେ ଆଜି ଆଲୋଚନା କରିବା ଡ୍ରାମା ବା ନାଟକ। ଆଚ୍ଛା ଦେଖିବା କ'ଣ ହେଇଛି। ମନୁଷ୍ୟ ଜୀବନର ମୂଳ ଉତ୍ସ ହେଉଛି କଳା। ମାନବୀୟ ଜୀବନାନୁଭୂତିରେ ଏହାର ବିକାଶ ଓ ବିଲୟକାର କଳାର। ସାହିତ୍ୟ କଳାନୁଭୂତିର ପ୍ରଧାନ ପ୍ରକାଶନ ମାଧ୍ୟମ। କିଏ? ସାହିତ୍ୟ ହେଉଛି କଳାନୁଭୂତିର ଯେଉଁ ପ୍ରକାଶନ ମାଧ୍ୟମର ପ୍ରଧାନ କି ସାହିତ୍ୟ। ପ୍ରାଚୀନ କାଳରେ କାବ୍ୟ ଥିଲା ସାହିତ୍ୟର ସମାର୍ଥବାଚୀ ଶବ୍ଦ। ସେତେବେଳେ ଆକୃତି ଓ ପ୍ରକୃତି ଦୃଷ୍ଟିରୁ କାବ୍ୟକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଦୃଶ୍ୟ କାବ୍ୟ ଏବଂ ଯାହା ଦେଖାଯାଉଥିବ ଏବଂ ଶ୍ରାବ୍ୟ କାବ୍ୟ ଯାହା ଶୁଣାଯାଉଥିବ କାନକୁ। ଦୃଶ୍ୟ କାବ୍ୟ କହିଲେ କ'ଣ? ମୁଖ୍ୟତଃ ନାଟକକୁ ବୁଝାଇଥାଏ, ଡ୍ରାମାକୁ ବୁଝାଇଥାଏ। କିନ୍ତୁ ମହାକାବ୍ୟ, କାବ୍ୟ, ଚମ୍ପୁ ଆଦିକୁ ଶ୍ରାବ୍ୟ କାବ୍ୟ କୁହାଯାଇଥାଏ, ଯେଉଁଟା ଶୁଣାଯାଇଥାଏ କାନରେ। ନାଟକଟା କାମ ଦେଖନ୍ତି ପ୍ଲସ୍ ଶୁଣନ୍ତି। ତେଣୁ ଡ୍ରାମା ହେଉଛି ପାଶ୍ଚାତ୍ୟ ସଭ୍ୟତାରେ ଏକ ବିଶେଷ ସ୍ଥାନ ରହିଆସିଛି। କାହିଁକି? ଗ୍ରୀକ୍ ଭାଷାରେ ଡ୍ରାମା ଶବ୍ଦର ମୂଳ ଅର୍ଥ ହେଉଛି କାର୍ଯ୍ୟ। ସମାଲୋଚକ ନିକଲ ତାଙ୍କ ଥିଓରି ଅଫ୍ ଡ୍ରାମା ଗ୍ରନ୍ଥରେ କ'ଣ କହିଛନ୍ତି ନା, ନାଟକ ହେଉଛି ଜୀବନ ସମ୍ପର୍କିତ ଆଦର୍ଶର ଅଭିବ୍ୟକ୍ତ। ଏହି ଅଭିବ୍ୟକ୍ତି କଳାକାରମାନଙ୍କ ଦ୍ୱାରା ବ୍ୟାଖ୍ୟାୟିତ ହୋଇଥାଏ ଏବଂ ସମବେତ ଦର୍ଶକ ଏହାର ସ୍ପନ୍ଦର୍ଶନରେ ସମ୍ମୋହିତ ହେଇଥାନ୍ତି। କାହାର? ନାଟକରେ। ଏହା ଛଡ଼ା ସବୁଠୁ ଇମ୍ପୋର୍ଟାନ୍ସ ଆରିଷ୍ଟଟଲ ତାଙ୍କର ଯେଉଁ ପୋଏଟିକ୍ସରେ ନାଟକ ବିଷୟରେ ବହୁତ ଗୁରୁତ୍ୱାରୋପ କରିଛନ୍ତି। ଆରିଷ୍ଟଟଲ କ'ଣ କହିଛନ୍ତି ନା, ଆରିଷ୍ଟଟଲଙ୍କ ମତରେ କାହାଣୀର ପରିଣତି ଦୃଷ୍ଟିରୁ ଏଇ ଯେଉଁ ନାଟକକୁ ଆମେ ବ୍ୟବସ୍ଥାପକ ଭାବେ ଉପଯୋଗୀ କରିଥାଉ ଏବଂ ଏହା ଅନୁସାରେ ନାଟକକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। କ'ଣ? ଟ୍ରାଜେଡ଼ି ଆଉ କମେଡ଼ି। ପରବର୍ତ୍ତୀ ମୁହୂର୍ତ୍ତରେ ତୁମର ଯେଉଁ ଡ୍ରାମାରେ ଯେଉଁ ଅଛି ସେକ୍ସନ୍ ଗୁଡ଼ା କୋର୍ସରେ ଅଛି, କମେଡ଼ି, ଟ୍ରାଜେଡ଼ି, ଟ୍ରାଜି କମେଡ଼ି, ୱାନ୍ ଆକ୍ଟ ପ୍ଲେ, ଏପିକ୍ ପ୍ଲେ, ଏଗୁଡ଼ା ଆମେ ପରବର୍ତ୍ତୀ କ୍ଲାସ୍ରେ ଧୀରେ ଧୀରେ ଆଲୋଚନା କରିବା। ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।